ଜୀବନର ସବୁଠୁ ଖରାପ ସମୟକୁ କେମିତି ଏକ ଐତିହାସିକ ସଫଳତାରେ ବଦଳେଇ ହେବ ଆଜିର ଏହି ବିଶ୍ଳେଷଣରେ ଆମେ ସେହି ରହସ୍ୟକୁ ହିଁ ଖୋଜିବା। ତେବେ ଚାଲନ୍ତୁ ଆରମ୍ଭ କରିବା। ଏହି ପ୍ରଶ୍ନଟା ନା ଆମ ସମସ୍ତଙ୍କ ପାଇଁ। ଯେତେବେଳେ ଜୀବନରେ କିଛି ଖରାପ ହୁଏ ଆମେ କ'ଣ କରୁ? ସେତେବେଳେ ଆମେ ଯେଉଁ ରାସ୍ତା ବାଛିଥାଉ ସେଇଟା ହିଁ ଆମ ଭବିଷ୍ୟତର ଦିଗକୁ ପୂରାପୂରି ବଦଳେଇ ଦିଏ। ଜାଣିଛନ୍ତି, ମୂଳତଃ ଏମିତି ପରିସ୍ଥିତିରେ ଆମ ସମସ୍ତଙ୍କ ସାମ୍ନାରେ ତିନୋଟି ରାସ୍ତା ଥାଏ। ଆସନ୍ତୁ ଦେଖିବା ସେଗୁଡ଼ିକ କ'ଣ କ'ଣ। ପ୍ରଥମ ରାସ୍ତା ହେଲା ଦୁଃଖରେ ପୂରାପୂରି ବୁଡ଼ି ରହିବା। ଦ୍ୱିତୀୟ ରାସ୍ତା ହେଲା ପରିସ୍ଥିତି ସହିତ କମ୍ପ୍ରୋମାଇଜ୍ କରିନେବା, ମାନେ ଯାହା ଅଛି ସେଇଥିରେ ଚଳିଯିବା। କିନ୍ତୁ ଆଉ ଗୋଟିଏ ତୃତୀୟ ରାସ୍ତା ବି ଅଛି। ହଁ, ଏଇଟା ଟିକେ କଷ୍ଟ, କିନ୍ତୁ ଏଇ ରାସ୍ତା ହିଁ ସାଧାରଣ ପରିସ୍ଥିତିକୁ ଇତିହାସରେ ବଦଳାଇ ଦେବାର ଶକ୍ତି ରଖେ। କିନ୍ତୁ ସେହି ତୃତୀୟ ରାସ୍ତାରେ ଯିବାକୁ ହେଲେ କେମିତିକା ମାନସିକତା ଦରକାର, କେବେ ଭାବିଛନ୍ତି? ଏହାର ଉତ୍ତର ନା। ଦୁଇଟା ବହୁତ ଶକ୍ତିଶାଳୀ ପ୍ରତୀକ ଭିତରେ ଲୁଚି ରହିଛି। ଗୋଟେ ହେଲା ଚିଲର ଦୃଷ୍ଟି ଆଉ ଅନ୍ୟଟି ହେଲା ସିଂହର ମନୋଭାବ। ଏହାର ମୂଳ କଥା ହେଉଛି ଫୋକସ୍କୁ ପୁରା ବଦଳେଇ ଦେବା। ଯେତେବେଳେ କଷ୍ଟ ଆସେ, ସାଧାରଣତଃ ଆମ ଧ୍ୟାନ କଷ୍ଟ ଉପରେ ହିଁ ରହିଯାଏ। କିନ୍ତୁ ଏଠି କୁହାଯାଉଛି ଧ୍ୟାନକୁ କଷ୍ଟରୁ ହଟେଇ ସିଧା ଲକ୍ଷ୍ୟ ଉପରେ ରଖିବାକୁ ପଡ଼ିବ। ଆଉ ଏହାକୁ ହିଁ କୁହାଯାଏ ଚିଲର୍ସ ଦୃଷ୍ଟି। ଚିଲରର ଦୃଷ୍ଟିର ମାନେ ହେଉଛି ଅତୁଟ ଧ୍ୟାନ। ଭାବି ଦେଖନ୍ତୁ ଟିକେ, ଚାରିପାଖରେ ଝଡ଼ ହଉ କି ସମୁଦ୍ର ଗର୍ଜୁଥାଉ, ଚିଲରର ନଜର କେବେ ବି ନିଜ ଶିକାର ଉପରୁ ହଟେନି। ଲକ୍ଷ୍ୟ ପାଇଁ ଠିକ୍ ସେହିଭଳି ଏକାଗ୍ରତା ଦରକାର। ଆଉ ଏହିଭଳି ଏକାଗ୍ରତା କେବଳ ଚିଲ୍ ପାଇଁ ନୁହେଁ, ଯିଏ ବି ଇତିହାସ ରଚିବାକୁ ଚାହେଁ ତା ପାଇଁ ଏହା ଜରୁରୀ। ଏହି ଗୋଟିଏ ଜିନିଷ ହିଁ ସାଧାରଣକୁ ଅସାଧାରଣ କରିଦିଏ। ଆମର ଗୋଟେ ପୁରୁଣା କଥା ଅଛି ନା, ଯେତିକି ଲମ୍ବ ଚାଦର ସେତିକି ଲମ୍ବ ଗୋଡ଼। ଏହି କଥାଟା ଆମକୁ ସୀମିତ ରହିବାକୁ ଶିଖାଏ। କିନ୍ତୁ ଯଦି ଇତିହାସ ରଚିବାର ଅଛି, ତେବେ ଗୋଡ଼କୁ ଛୋଟ କରିବା ବଦଳରେ ନିଜ ଚାଦରର ଆକାରକୁ ବଡ଼ କରିବାକୁ ପଡ଼ିବ। ମାନେ ନିଜର ସାମର୍ଥ୍ୟକୁ ବିସ୍ତାର କରିବାକୁ ହେବ। ଆମକୁ ସବୁବେଳେ ଶିଖାଯାଇଛି ଯେ ଆମର ଗୋଟେ ଲିମିଟ୍ ଅଛି। କିନ୍ତୁ ସତ କଥା ହେଲା, ଆମ ଭିତରର ଶକ୍ତିର କୌଣସି ସୀମା ନାହିଁ। ଆମେ ନିଜକୁ ଯେତେବେଳେ ସୀମିତ ବୋଲି ଭାବିନେଉ, ସେଇଟା ହିଁ ଆମ ପାଇଁ ସବୁଠୁ ବଡ଼ ବନ୍ଧନ ହୋଇଯାଏ। ଦେଖନ୍ତୁ, ପରିବେଶ ଆଉ ଆମ ଆତ୍ମବିଶ୍ୱାସ ଆମ ସାମର୍ଥ୍ୟକୁ କେମିତି ନିୟନ୍ତ୍ରଣ କରେ। ଯଦି ଗୋଟେ ସିଂହକୁ ଜନ୍ମରୁ କେବଳ ଖିଚୁଡ଼ି ଖାଇବାକୁ ଦିଆଯାଏ, ସେ ତ ନିଜେ ଶିକାର କରିବାର ଶକ୍ତିକୁ ହିଁ ଭୁଲିଯିବ। ଆମକୁ କ'ଣ କରିବାକୁ ହେବ? ନିଜ ଭିତରେ ଥିବା ସେହି ସିଂହକୁ ଜାଗ୍ରତ କରିବାକୁ ପଡ଼ିବ। ଆଚ୍ଛା, ଧ୍ୟାନ ଓ ମାନସିକତା କଥା ତ ଗଲା, କିନ୍ତୁ ଏହାପରେ ଆସୁଛି ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା। ତାହା ହେଉଛି ଆମ ଭିତର ପ୍ରେରଣା, ଯାହା ଏହି ପୁରା କଠିନ ଯାତ୍ରାରେ ଗାଡ଼ିର ଇନ୍ଧନ ଭଳି କାମ କରେ। ଏବେ ଟିକେ ଅଟକି ଯାଆନ୍ତୁ ଆଉ ନିଜକୁ ଗୋଟେ ଗଭୀର ପ୍ରଶ୍ନ ପଚାରନ୍ତୁ। ଜୀବନ ବଞ୍ଚିବାର ପ୍ରକୃତ କାରଣ କ'ଣ? କାହା ପାଇଁ ବା କ'ଣ ପାଇଁ ବଞ୍ଚିଛନ୍ତି? ଆଉ ଏବେ ଦ୍ୱିତୀୟ ପ୍ରଶ୍ନ, ସେହି ଉଦ୍ଦେଶ୍ୟ ବିନା ନିଜ ଜୀବନକୁ କଳ୍ପନା କରି ହେଉଛି କି? ଯଦି ଉତ୍ତର ନା ହୁଏ, ତାହେଲେ ବୁଝିଯାଆନ୍ତୁ ଯେ ଆପଣଙ୍କ ଉଦ୍ଦେଶ୍ୟ କେତେ ଶକ୍ତିଶାଳୀ। ଯଦି ଏହି ଦୁଇଟିଯାକ ପ୍ରଶ୍ନର ଉତ୍ତର ହଁରେ ଆସୁଛି, ତାହେଲେ ଜାଣିନିଅନ୍ତୁ ଯେ ଆପଣଙ୍କ ଭିତରେ ସେହି ନିଆଁର ଝୁଲ, ସେହି ସ୍ପାର୍କଟା ଅଛି। ଏବେ କେବଳ ତାକୁ ଏକ ବଡ଼ ଅଗ୍ନିରେ ପରିଣତ କରିବାର ଅଛି। ହେଲେ ବେଳେବେଳେ ଏମିତି ହୁଏ, ଭବିଷ୍ୟତ ପୁରା ଅନ୍ଧାର ଲାଗେ, କିଛି ବାଟ ଦେଖାଯାଏନି। ଏମିତି ସମୟରେ କେମିତି ଆଗକୁ ବଢ଼ିହେବ, ସେଥିପାଇଁ ବି ଗୋଟେ ବହୁତ ବଢ଼ିଆ ରଣନୀତି ଅଛି। ଏହାକୁ ଆମେ ଜୀବନର କୁହୁଡ଼ି କହିପାରିବା। ଠିକ୍ ଯେମିତି ଶୀତ ସକାଳର ଘନ କୁହୁଡ଼ିରେ ଆଗକୁ ରାସ୍ତା ଦେଖାଯାଏନି, ଠିକ୍ ସେମିତି ହିଁ ଅସୁବିଧା ସମୟରେ ଆଗକୁ ଯିବାର ରାସ୍ତା ପୁରା ଅସ୍ପଷ୍ଟ ଲାଗେ। ଏହି କୁହୁଡ଼ି ଭିତରେ ଚାଲିବାର ଉପାୟ ବହୁତ ସରଳ, କିନ୍ତୁ ବହୁତ ପ୍ରଭାବଶାଳୀ। ପୁରା ରାସ୍ତା ବା ଶେଷ ଗନ୍ତବ୍ୟସ୍ଥଳକୁ ଦେଖିବାକୁ ଚେଷ୍ଟା କରନ୍ତୁନି। ବାସ୍ କେବଳ ଆଗାମୀ ପାଦଟି କେଉଁଠି ପକାଇବେ ସେତିକି ଉପରେ ଧ୍ୟାନ ଦିଅନ୍ତୁ। ଯେମିତି ଯେମିତି ଆଗକୁ ବଢ଼ିବେ, ରାସ୍ତା ନିଜକୁ ନିଜେ ସଫା ଦେଖାଯିବ। ତେବେ ଆସନ୍ତୁ ଏବେ ସବୁ କଥାକୁ ଏକାଠି କରି ଏହି ବିଶ୍ଳେଷଣର ଶେଷ ପର୍ଯ୍ୟାୟକୁ ଯିବା। ଆଉ ଏହା ଏକ ବହୁତ ଶକ୍ତିଶାଳୀ ଆହ୍ୱାନ ସହିତ ଶେଷ ହେବ। ଜୀବନର ସବୁଠୁ ଖରାପ ଦିନଗୁଡ଼ିକୁ କେବେ ବି ଭୁଲନ୍ତୁ ନାହିଁ। ସେଗୁଡ଼ିକ ଗୋଟେ ଆଇନା ଭଳି, ଯାହା ସବୁବେଳେ ମନେ ପକାଇଦେବ ଯେ ଆପଣ କେଉଁଠୁ ଆରମ୍ଭ କରିଥିଲେ ଆଉ କାହିଁକି ଏତେ ଦୂର ଯିବାକୁ ଚାହୁଁଛନ୍ତି। ଏଇ କଥାଟା ମନେ ରଖିବେ, ଇତିହାସ ଦିନକରେ ତିଆରି ହୁଏ ନାହିଁ। ଏହା କୌଣସି ଗୋଟିଏ ଘଟଣାର ଫଳ ନୁହେଁ, ବରଂ ଏହା ନିରନ୍ତର ଦୃଢ଼ ସଂକଳ୍ପ ଆଉ କଠିନ ପରିଶ୍ରମର ଫଳ। ଧୈର୍ଯ୍ୟ ଆଉ ଲଗାତାର ପ୍ରୟାସ ହିଁ ଇତିହାସ ରଚେ। କିନ୍ତୁ ଯଦି ଆପଣ ଦୃଢ଼ ନିଶ୍ଚିତ, ତେବେ ଏହା ଦିନେ ନା ଦିନେ ନିଶ୍ଚୟ ତିଆରି ହେବ। ତେଣୁ ଏହି ସମ୍ପୂର୍ଣ୍ଣ ଆଲୋଚନାର ସାରାଂଶ କ'ଣ? ବାସ୍ ଏହି ଦୁଇଟି ଶବ୍ଦ, ନିଜ ଲକ୍ଷ୍ୟ ପାଇଁ, ନିଜ ସ୍ୱପ୍ନ ପାଇଁ ଜିଦ୍ କରନ୍ତୁ। କାରଣ ଏହି ଜିଦ୍ଦି ଦିନେ ଇତିହାସ ରଚିବ।